ଏବେ ଯେଉଁ ଭାଇରାଲ୍ ହେଉଛି ଆମ୍ବର ପୋଡ଼ପିଠା, ବର୍ତ୍ତମାନ ମୁଁ ସେଇ ପୋଡ଼ପିଠା କରିବାକୁ ଯାଉଛି। ପିଠଉ ବିରି ଚାଉଳ ବାଟିକି ରଖିଦେଇଛି, ତାକୁ ଗୋଳେଇକି 2 ଘଣ୍ଟା ରଖିଦେଇଥିଲି। ବର୍ତ୍ତମାନ ମୋର ଫୁଲି ଯାଇଥିଲା। ଆମ୍ବକୁ ଚୋପୁଡ଼ିକି ତାକୁ ଭଲକରି ଫୁଟେଇ ଦେଇକି ଭଲକରି ଆମ୍ବ ସଡ଼ା ଯେମିତି କରା ହୁଏ ସେମିତି କରିଦେଇଥିଲି। ପୁରା ଭଲକରି ଚୁଲି ଲଗେଇ ପୁରା ଭଲକରି ଫୁଟେଇ ଦେଇଥିଲି। ଫୁଟିଗଲା ପରେ ତାକୁ ଇଏ କରିଦେଇଥିଲି। ପୁରା ତା'ର ଟେକ୍ସଚର୍ଟା ପୁରା ଅଲଗା ହେଇଥିଲା। ତାକୁ ଭଲକରି ପୁରା ସିଝେଇ ଦେଇଥିଲା ଆମ୍ବ ରସଟାକୁ। ସେଟାକୁ ଭଲକରି ସିଝି ସାରିଲା ପରେ ତା ଦେହରେ ନଡ଼ିଆ ଟିକେ ନାକୁ ପକେଇ ଦେଇଥିଲି। ଆଉ ଏଇଟା ଗୁଜୁରାତି, ଗୋଲମରିଚ, ଅଳେଇଚ ସବୁ ରଖିଛି, ତାକୁ ଛେଚିଦେବି। ଛେଚି ଦେଇକି ଏଇଟା ପକେଇଲେ ବାସ୍ନା ପାଇଁ। ତା ଦେହରେ ଗୁଡ଼ ଟିକେ ନାକୁ ପକେଇଦେଲି, ନଡ଼ିଆ ପକେଇଦେଲି। ଆଉ ଯେଉଁ ଗୋଲମରିଚ ବି ଛେଚି ରଖିଥିଲି ତାକୁ ବି ପକେଇଦେଲି। ତାକୁ ଗୋଳାଗୋଳି କରି ରଖିଦେଇଥିଲି। ବର୍ତ୍ତମାନ ପ୍ରେସର୍ ଦେହରେ ବସେଇ ଦେଇଛି। ତାକୁ ଘୋଡ଼େଇକି ରଖିଦେଲି। ସବୁ ଘୋଡ଼େଇ ସାରିଲା ପରେ ପ୍ରେସର୍ ଦେହରେ ପକେଇ ସାରିଲା ପରେ ତାକୁ ବନ୍ଦ କରିକି 10-15 ମିନିଟ୍ ତାକୁ ପୁରା ରଖିଦେବା ହୁଇସିଲ୍। ପୁରା ସିମ୍ କରିକି ତାକୁ